May I come in, sir? Please go on. Namaskar, sir. Namaskar. Sir, thank you. Please be seated. Thank you, sir. Ambedkar about education bill. Thank you. Sir, you Thank you. Good ଆସିଥିଲେ ବରଗଡ଼ରୁ ଆସିଥିଲି ସାର୍। କ'ଣ ପାଇଁ ଆସିଥିଲେ? ସାର୍ ମୋର କିଛି ଗୋଟେ ଡାଉଟ୍ ଅଛି। ଆପଣ ଯେହେତୁ ଓଡ଼ିଶାରେ ଆପଣଙ୍କର ଗୋଟେ ବହୁତ ବଡ଼ ଇନଷ୍ଟିଟ୍ୟୁଟ୍, ଓଡ଼ିଶାର ନମ୍ବର 1 ଇନଷ୍ଟିଟ୍ୟୁଟ୍ ଅମ୍ବେଦକର ଗ୍ରୁପ୍ ଅଫ୍ ଏଜୁକେସନ୍। ତ ପିଲାମାନଙ୍କ ପାଇଁ ପିଲା ସବୁ ବିଭିନ୍ନ ଆଡ଼ୁ ପଢ଼ୁଛନ୍ତି, ବହୁତ ପିଲା ପଢ଼ୁଛନ୍ତି, ପିଲାଙ୍କୁ ଭଲ ପାଇବା ଯୋଗୁଁ ଆମେ ନମ୍ବର 1 ଅଛୁ। এইটা কোন স্যার আজি মু শুনিছি কোন কি বিএড যে আমার 2 ବର୍ଷ কোর্স ଥିଲା সি ଏବେ কোন 4 ইয়ার্স হই যাইছি। ନା ନା ଏଇଟା ବି ଦେଖନ୍ତୁ, ଆପଣ ରେକର୍ଡିଂ କରୁଛନ୍ତି ମୋବାଇଲରେ, ଏଇଟା ରେକର୍ଡ ଦେଖନ୍ତୁ, ଏଇଟା ଫଟୋ ଉଠାନ୍ତୁ, ଦେଖନ୍ତୁ ଲେଖା ହେଇଛି ଇନ୍ ଅର୍ଡର ଟୁ ଅପଗ୍ରେଡ୍ ଦି କମ୍ପିଟେନ୍ସି ଅଫ୍ ଟିଚର୍ସ। ମାନେ ବର୍ତ୍ତମାନ କ'ଣ କି ଯୋଉ ଏଇଟା କିଏ ଦେଇଛି ଦେଖୁଛନ୍ତି ତ, ଲେଖା ହେଇଛି ରିହାବିଲିଟେସନ କାଉନସିଲ ଅଫ ଇଣ୍ଡିଆ। ମାନେ ଯୋଉଠି ସବୁ ଅନ୍ଧମୁଖ ବଧିର ଫିଜିକାଲି ଚ୍ୟାଲେଞ୍ଜ ପର୍ସନ ସବୁ ପଢ଼ନ୍ତି, ସେଇମାନଙ୍କ ସ୍କୁଲକୁ ବା ସେଇମାନଙ୍କ କଲେଜକୁ ସେଇ ଅର୍ଗାନାଇଜେସନ ଏଇ ଲେଟର କରିଛି। ସବୁ ଅର୍ଗାନାଇଜେସନର ମୂଳରେ ଏନସିଟି ଅଛି। ଏଠି ଲେଖା ହେଇଛି ଦି ନ୍ୟାସନାଲ କାଉନସିଲ ଅଫ ଟିଚର୍ସ ଏଜୁକେସନ ହାଜ ଲଞ୍ଚଡ ଦି ଇଣ୍ଟିଗ୍ରେଟେଡ ଟିଚର୍ସ ଏଜୁକେସନ ପ୍ରୋଗ୍ରାମ। ଏଇ ଜାଗାରେ ଯୋଉ 2 ବର୍ଷିଆ ଯୋଉଟା ଥିଲା 4 ବର୍ଷିଆ ଇଣ୍ଟିଗ୍ରେଟେଡ ବିଏଡ୍ ଏଇ ଜାଗାରେ ନଥିଲା। 2 ବର୍ଷ ହେଲାଣି 2 ବର୍ଷିଆ ବିଏଡ୍ ହିଁ ଚାଲିଥିଲା। କିନ୍ତୁ ଯେହେତୁ ସେମାନେ ଫିଜିକାଲି ଚ୍ୟାଲେଞ୍ଜ, ତାଙ୍କୁ ଆକ୍ଚୁଆଲି ଆମର ଜେନେରାଲ ବିଏଡ୍ କରିବା ପାଇଁ କେତେ ସମୟ ଲାଗୁଛି? 2 ବର୍ଷ ଲାଗୁଛି। ତ ସେଇ ପାଠଟା ପଢ଼ିବା ପାଇଁ ତାକୁ 2 ବର୍ଷ ସମୟ ଲାଗୁଛି। ଯଦି ସେଇ ପିଲାମାନେ ସବୁ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ଟ ହେବେ, ଫିଜିକାଲି ହ୍ୟାଣ୍ଡିକ୍ୟାପ୍ଟ ପିଲାଙ୍କୁ କେମିତି ବଢ଼ା ହେବ, ତା ପାଇଁ ତ ପୁଣି ଟ୍ରେନିଂ ଦରକାର ନା ନାହିଁ। ତ ସେମାନେ ସେଇ ହିସାବରେ ତାକୁ କମ୍ପିଟେନ୍ସି ଲେଖା ହେଇଛି, ମାନେ ଆଉ ଟିକେ ଉତ୍କୃଷ୍ଟ କରିବା ପାଇଁ ଟିଚର୍ସ ପ୍ରଣାଳୀ ତାକୁ 2 ବର୍ଷିଆଟାକୁ ମଡିଫାଇ କରିକି ତାକୁ 4 ବର୍ଷିଆ କରିଦେଇଛନ୍ତି। ଏଇଟା ଜେନେରାଲ ବିଏଡ୍ ଯୋଉ ହଉଛି 2 ବର୍ଷିଆ ବିଏଡ୍, ତା ଉପରେ ଏତେ ପ୍ରଭାବ ପଡ଼ିବନି ମୋର ଯେତେ ଦୂର ଆଶା। ଏଇଟା ଜେନେରାଲ ବିଏଡ୍ ଯୋଉ ପିଲା ସବୁ ପଢୁଛନ୍ତି, ସେମାନଙ୍କର ତ ଉତ୍କଳ ୟୁନିଭର୍ସିଟି ଅଣ୍ଡରରେ ଏଣ୍ଟ୍ରାନ୍ସ ସରି ପିଲା ଆଡମିସନ ବି ଗଲେଣି, ଆହୁରି ଅଦର ଷ୍ଟେଟରେ ବି କିଛି ଆଡମିସନ୍ସ ବି ହେଲାଣି। ତ ସେମାନଙ୍କ ପାଇଁ କିଛି ପ୍ରୋବ୍ଲେମ ନାହିଁ। ଏଇ ବର୍ଷ ପିଲା ନିର୍ଦ୍ୱନ୍ଦରେ ପଢିପାରିବେ 2 ବର୍ଷିଆ ବିଏଡ୍। ତ ନେକ୍ସଟ ଇୟର ପାଇଁ କ'ଣ ଯଦି ଏନସିଟି କିଛି ଷ୍ଟେପ୍ ନେବ, ତାହେଲେ ପିଲା କିଛି ପ୍ରୋବ୍ଲେମରେ ପଡ଼ିବେ, ନହେଲେ କିଛି ପ୍ରୋବ୍ଲେମ ପଡ଼ିବାର ଆବଶ୍ୟକତା ନାହିଁ। ଏଇ ବର୍ଷ ଯୋଉ ପିଲା ନିର୍ଦ୍ୱନ୍ଦରେ ପଢିପାରିବେ, ଏଇ ବର୍ଷ ଯୋଉ ପିଲା ଆଡମିସନ କରିଛନ୍ତି ନିର୍ଦ୍ୱନ୍ଦରେ ପଢିପାରିବେ। ଆଉ କିଛି କ୍ୱେଶ୍ଚିନ୍ସ ଅଛି କି? ଯେମିତି ପଚାରୁଛନ୍ତି ସବୁ ଆନ୍ଧ୍ର କେଶରୀ, ଆଚାର୍ଯ୍ୟ ନାଗାର୍ଜୁନ, ଆ ବିଷୟରେ କ'ଣ ଡିଫରେନ୍ସ? ବହୁତ ପିଲା ଆସୁଛନ୍ତି ଏମିତି ପଚାରୁଛନ୍ତି। ଆକ୍ଚୁଆଲି କ'ଣ କି ବହୁତ ଅର୍ଗାନାଇଜେସନ ବା ବହୁତ ଯୋଉ ସବୁ ଏଜେଣ୍ଟ ମାନେ ଅଛନ୍ତି, ପିଲାମାନଙ୍କୁ ସବୁ କ'ଣ କି ପିଲାମାନଙ୍କୁ କହୁଛନ୍ତି ଯେ ଆଚାର୍ଯ୍ୟ ନାଗାର୍ଜୁନରେ ଆଡମିସନ କଲୁ, ତା କୋର୍ସ ଫି ଅଳ୍ପ ପଇସା ଅଛି। ଆକ୍ଚୁଆଲି ସେଟା ଠିକ ନୁହଁ। ଆଚାର୍ଯ୍ୟ ନାଗାର୍ଜୁନ ଏ ବର୍ଷ ବହୁତ ପଇସା ନେଉଛି ପିଲାଙ୍କଠୁ, ହେଲା କି। କଲେଜ ଫି ଗୁଡାକ ବି 1,25,000 1,30,000 ଏମିତି ବି କଲେଜରେ ବି ନେଲେଣି। କୋଉଠି କିଏ କମ୍ ନେଉଥିବ, କିନ୍ତୁ ଆପ୍ରୋକ୍ସ ସେଇଭଳିଆ ସବୁ ନେଲେଣି। 1,20,000 ତଳେ କଲେଜ ବାଲା ନେଉନାହାନ୍ତି। କିନ୍ତୁ ବହୁତ ପିଲା ଆସିକି ପଚାରୁଛନ୍ତି, ସାର୍ ଆଚାର୍ଯ୍ୟ ନାଗାର୍ଜୁନରେ 85,000 ଟଙ୍କାରେ ଆମେ ଆଡମିସନ କରିଦେଲୁ ଆଚାର୍ଯ୍ୟ ନାଗାର୍ଜୁନ ଅଣ୍ଡରରେ। ଆଚାର୍ଯ୍ୟ ନାଗାର୍ଜୁନ ମିଶିକି ଥିଲା, ଆନ୍ଧ୍ର କେଶରୀ ଡିଭାଇଡ ହେଇଗଲା, ଗଭର୍ଣ୍ଣମେଣ୍ଟ ଡିଭାଇଡ କରିଦେଲା। ଦିଟାଙ୍କ ହଉଛି ଗଭର୍ଣ୍ଣମେଣ୍ଟ ୟୁନିଭର୍ସିଟି। ଆନ୍ଧ୍ର କେଶରୀରେ ଯୋଉ ପିଲା ପଢୁଛନ୍ତି, ବର୍ତ୍ତମାନ ଯୋଉ ପିଲା ଧର ଆଡମିସନଟେ କଲା, ସିଏ ଜାଣିପାରିବନି ଯେ ମୁଁ ଆନ୍ଧ୍ର କେଶରୀରେ ଆଡମିସନ କଲି ବୋଲି। କାହିଁକିନା ଏବେ ବି ସେ ଯୋଉ ଆପଣଙ୍କର ଆଫିଲେସନ ଲିଷ୍ଟ ଫିଷ୍ଟ ଦେଖିଲେ ବା ଏନସିଟି ସାଇଟ୍ ଯାଇ ଦେଖିଲେ, ତାଙ୍କ କଲେଜ ଗୁଡାକ ସବୁ ଆଚାର୍ଯ୍ୟ ନାଗାର୍ଜୁନ ଅଣ୍ଡରରେ ହିଁ ଦେଖଉଛି। ଖାଲି ଗେଜେଟ୍ ଯେତେବେଳେ ବାହାରିଥିଲା, ସେ ଗେଜେଟରେ କଲେଜ ଡିଭାଇଡ ହେଇଯାଇଛି। ମାନେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଡିଷ୍ଟ୍ରିକ୍ଟଟା ହଉଛି ତୁମର ଆନ୍ଧ୍ର କେଶରୀ ୟୁନିଭର୍ସିଟି ଅଣ୍ଡରରେ ଯେତେ ବି କୋର୍ସ ଅଛି, ଖାଲି ବିଏଡ୍ ନୁହଁ। ଆଉ ଗୁంటూరుର ଯୋଉ ସବୁ ଅଛି, ସେ ସବୁ ଆଚାର୍ଯ୍ୟ ନାଗାର୍ଜୁନ ଅଣ୍ଡରରେ ଅଛି। କଲେଜ ସଂଖ୍ୟା କମିଗଲା, ତ ସେ କଲେଜ ମାନେ ସବୁ ଫିସ୍ ବଢେଇ ଦେଲେ। ତ ଆଚାର୍ଯ୍ୟ ନାଗାର୍ଜୁନ କହିକି ଯୋଉ ପିଲାଙ୍କୁ ସବୁ ନଉଛନ୍ତି, ସେଟା ଭୁଲ ଜିନିଷ।
ପିଲାଙ୍କୁ ଆଚାର୍ଯ୍ୟ ନାଗାର୍ଜୁନରେ ଆମେ ଆଡମିସନ ନେଲୁ ଏଇ କଲେଜ ଗୁంటూరుର ପିଲାଙ୍କୁ ମେନସନ କରିଦେବ, ପିଲା ବି କଲେଜକୁ ପଚାରିକି ବୁଝିପାରିବ। ଆଉ ଯେଉଁମାନେ ସବୁ ଆନ୍ଧ୍ର କେଶରୀରେ ପଢୁଛନ୍ତି ସେମାନେ ସେ କଲେଜଟା ଦେଖିଦେଲେ କଲେଜଟା କୋଉ ଜାଗାରେ ଅଛି, ପ୍ରକାଶମ ଡିଷ୍ଟ୍ରିକ୍ଟରେ ଯଦି ଥିବ ଅବଭିୟସଲି ସେଟା ଆନ୍ଧ୍ର କେଶରୀ ୟୁନିଭର୍ସିଟି। ପିଲାଙ୍କୁ ଏମିତି ଭୁଲ ତଥ୍ୟ ଦେଇକି ଆଡମିସନ କରିବା ଠିକ ନୁହଁ। ପର ମୁହୂର୍ତ୍ତରେ ସେ ଜାଣିବ ସେ ବ୍ଲାକମେଲର ଶିକାର ହେଇଯିବ ବୋଲି। ଆଜ୍ଞା ସାର୍। ଠିକ ଅଛି, ଆଉ କିଛି ପଚାରିବାର ଥିଲା କି? ନାଇଁ ସାର୍, ଥ୍ୟାଙ୍କ ୟୁ ଠିକ ସାର୍, ସବୁ ଡାଉଟ୍ କ୍ଲିୟର କରିବାର ଥ୍ୟାଙ୍କ ୟୁ ସାର୍। ଓକେ, ୱେଲକମ୍।